ବାହାନଗା ରେଳ ଦୁର୍ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ପାଇଁ ଦୀପଦାନ। ଗତକାଲି ସନ୍ଧ୍ୟା 7ଟାରେ ଢେଙ୍କାନାଳ ଜିଲ୍ଲା ବଳଦିଆବନ୍ଧ ପଞ୍ଚାୟତର କୁରୁମଟାଙ୍ଗର ଗ୍ରାମରେ ଥିବା ଜିଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ ଡାଇମଣ୍ଡ କ୍ଲବର ଆହ୍ୱାନ କ୍ରମେ ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନଙ୍କୁ ନେଇ ବାଲେଶ୍ୱର ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ଏକ ନୀରବ ଶୋକସଭାର ଆୟୋଜନ କରାଯାଇଥିଲା। ଏଥିରେ ଡାଇମଣ୍ଡ କ୍ଲବର ସମସ୍ତ ସଭ୍ୟା ଓ ଗ୍ରାମରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ହାତରେ କ୍ୟାଣ୍ଡେଲ ଧରି ନୀରବ ପଦଯାତ୍ରା କରି ଗ୍ରାମର ଆରାଧ୍ୟ ଦେବତା ଭାଗବତ ଗୋସାଇଙ୍କ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ ସହ ରେଳ ଦୁର୍ଘଟଣାରେ ମୃତ ହୋଇଥିବା ସମସ୍ତ ଯାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ 2 ମିନିଟର ନୀରବ ପ୍ରାର୍ଥନା କରିଥିଲେ। ब्यूरो रिपोर्ट संभव टीवी ओडिया।